ଆଜିର ପ୍ରସଙ୍ଗ ଭାରତର ସାମରିକ ଇତିହାସରେ ଅନ୍ୟତମ ସ୍ୱର୍ଣ୍ଣିମ ସ୍ମୃତି ବିଜୟ ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। 1971 ମସିହା ଆଜିର ଦିବସ ଏବେ ମଧ୍ୟ ଦେଶର ଇତିହାସରେ ଅନ୍ୟତମ ସ୍ମରଣୀୟ ସ୍ମୃତି ହୋଇ ରହିଆସିଛି। ବିଶ୍ୱ ଇତିହାସରେ ଡିସେମ୍ବର 16 ତାରିଖ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଭାବେ ପରିଗଣିତ ହେଉଛି। ପାକିସ୍ତାନ ସେନାକୁ ପରାସ୍ତ କରି ଭାରତୀୟ ସେନାବାହିନୀ ବିଜୟ ହାସଲ କରିବା ସହ ପୂର୍ବ ପାକିସ୍ତାନ ବାଂଲାଦେଶ ରାଷ୍ଟ୍ରରେ ପରିଣତ ହୋଇଥିଲା। ଏହାକୁ ସମ୍ମାନ ଜଣାଇ ପ୍ରତ୍ୟେକ ବର୍ଷ ଆଜିର ଦିବସକୁ ଭାରତରେ ବିଜୟ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ବର୍ଷ ଡିସେମ୍ବର 3 ତାରିଖରେ ଯୁଦ୍ଧ ଆରମ୍ଭ ହୋଇଥିଲା। ପାକିସ୍ତାନ ପକ୍ଷରୁ ଯୁଦ୍ଧ ଘୋଷଣା କରାଯିବା ସହିତ ସନ୍ଧ୍ୟାରେ ଭାରତର ଉତ୍ତର ପଶ୍ଚିମରେ ଅବସ୍ଥିତ ବାୟୁସେନା ଘାଟି ଉପରେ ଆକାଶ ମାର୍ଗରୁ ବୋମାମାଡ଼ କରାଯାଇଥିଲା। ଭାରତ ଏହାର ଦୃଢ଼ ପ୍ରତ୍ୟୁତ୍ତର ଦେଇଥିଲା। ଏହା ପରଦିନ ଭାରତ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ତିନି ସେନାବାହିନୀ ପକ୍ଷରୁ ପାକିସ୍ତାନ ଉପରେ ପ୍ରବଳ ଆକ୍ରମଣ କରାଯାଇଥିଲା। 13 ଦିନର ନିର୍ଣ୍ଣାୟକ ଯୁଦ୍ଧ 93,000 ଯୁଦ୍ଧବନ୍ଦୀଙ୍କ ସହ ଡିସେମ୍ବର 16 ତାରିଖରେ ଭାରତ ବିଜୟ ଲାଭ କରିଥିଲା। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଏ ଖାନ ନିଆଜି 93,000 ସୈନ୍ୟଙ୍କ ସହିତ ଭାରତୀୟ ସେନା ଏବଂ ମୁକ୍ତି ବାହିନୀକୁ ନେଇ ଗଠିତ ମିତ୍ର ବାହିନୀ ନିକଟରେ ନିଃସର୍ତ୍ତ ଆତ୍ମସମର୍ପଣ କରିଥିଲେ। ପରିଣାମ ସ୍ୱରୂପ ପୂର୍ବ ପାକିସ୍ତାନ ପାକିସ୍ତାନଠାରୁ ବିଚ୍ଛିନ୍ନ ହୋଇ ସ୍ୱାଧୀନ ବାଂଲାଦେଶ ରାଷ୍ଟ୍ର ହୋଇଥିଲା। ବିଶ୍ୱ ମାନଚିତ୍ରରେ ବାଂଲାଦେଶ ନୂତନ ଦେଶର ମାନ୍ୟତା ଲାଭ କରିଥିଲା। ବାଂଲାଦେଶର ମୁକ୍ତି ପାଇଁ ଏହି ଯୁଦ୍ଧ ହୋଇଥିଲା। ପାକିସ୍ତାନ ବିପକ୍ଷରେ ଭାରତ ସମ୍ପୂର୍ଣ୍ଣ ସାମରିକ ବିଜୟ ହାସଲ କରିଥିଲା। ତତ୍କାଳୀନ ସେନାଧ୍ୟକ୍ଷ ସାମ୍ ମାନେକ୍ସାଙ୍କ ନେତୃତ୍ୱରେ ଭାରତ ଏହି ଯୁଦ୍ଧ ଲଢ଼ିଥିଲା। ପାକିସ୍ତାନ ବିରୁଦ୍ଧ ଯୁଦ୍ଧରେ ତତ୍କାଳୀନ ପୂର୍ବ ପାକିସ୍ତାନର ସ୍ଥାନୀୟ ଅଧିବାସୀଙ୍କୁ ନେଇ ମୁକ୍ତି ବାହିନୀ ଗଠନ କରାଯାଇଥିଲା। ଭାରତୀୟ ସେନା ସହିତ ମିଳିତ ଭାବେ ବାଂଲାଦେଶୀ ମୁକ୍ତି ବାହିନୀ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ ଲଢ଼ିଥିଲେ। ଭାରତ ଏହି ଯୁଦ୍ଧରେ 4,000 ବୀର ଯବାନଙ୍କୁ ହରାଇଥିଲା। ପାକିସ୍ତାନ ସୈନିକଙ୍କ ମୃତ୍ୟୁ ସଂଖ୍ୟା 10,000 ହୋଇଥିଲା। ପାଖାପାଖି 2,69,000 ବାଂଲାଦେଶୀ ନାଗରିକ ପ୍ରାଣ ହରାଇଥିଲେ। ଏହି ଯୁଦ୍ଧ ପୂର୍ବରୁ ସେହି ବର୍ଷ ମାର୍ଚ୍ଚ 25 ତାରିଖରେ ତତ୍କାଳୀନ ପୂର୍ବ ପାକିସ୍ତାନରେ ପାକିସ୍ତାନ ସରକାର ସାମରିକ ଶାସନ ଜାରି କରିଥିଲେ। ଜାତୀୟତାବାଦୀ ଆନ୍ଦୋଳନକୁ ରୋକିବା ପାଇଁ ପାକିସ୍ତାନୀ ସେନା ଅତ୍ୟନ୍ତ ବର୍ବରୋଚିତ ପଦକ୍ଷେପ ଗ୍ରହଣ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଲକ୍ଷାଧିକ ପୂର୍ବ ପାକିସ୍ତାନ ବାସିନ୍ଦା ସୀମା ଅତିକ୍ରମ କରି ଭାରତରେ ଶରଣାର୍ଥୀ ହୋଇଥିଲେ। ପାକିସ୍ତାନ ବିପକ୍ଷରେ ଯୁଦ୍ଧର ମୂଳଦୁଆ ସେହିଠାରୁ ହିଁ ଆରମ୍ଭ ହୋଇଥିଲା। ତେଣୁ ଅନ୍ୟ ପ୍ରକାରେ କହିଲେ ବାଂଲାଦେଶ ଗଠନରେ ଭାରତର ଅବଦାନ ଅତୁଳନୀୟ। ଏହି ଯୁଦ୍ଧରେ ଭାରତୀୟ ସେନାର ସାହସ, ଶୌର୍ଯ୍ୟ, ନିଷ୍ଠା ଏବଂ ମାତୃଭୂମି ପ୍ରତି ପ୍ରେମ ସମଗ୍ର ବିଶ୍ୱରେ ପ୍ରତିଭାତ ହୋଇଥିଲା। ଏପରିକି ଇତିହାସରୁ ଜଣାପଡ଼େ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ନିଆଜି ଆତ୍ମସମର୍ପଣ କରିବା ବେଳେ ଭାରତର ଲେଫ୍ଟନାଣ୍ଟ ଜେନେରାଲ ଜାକୋବ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ। ଏହି ଯୁଦ୍ଧରେ ଭାରତ ସ୍ୱତନ୍ତ୍ର ଯୁଦ୍ଧ କୌଶଳ ପ୍ରୟୋଗ କରି ମାତ୍ର 13 ଦିନରେ ବିଜୟ ହାସଲ କରିଥିଲା। ସମଗ୍ର ଦେଶ ଆଜି 54ତମ ବିଜୟ ଦିବସ ପାଳନ କରୁଛି। ଏହି ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, ମାତୃଭୂମି ପ୍ରତି ସୈନିକଙ୍କର ସାହସ, ବୀରତ୍ୱ ଏବଂ ଅତୁଳନୀୟ ସମର୍ପଣ ସର୍ବଦା ଦେଶକୁ ଗର୍ବିତ କରିଛି। ସ୍ୱଦେଶୀକରଣ ପଦକ୍ଷେପ ମାଧ୍ୟମରେ ସଶକ୍ତ ଭାରତୀୟ ସେନା ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବାରେ ପ୍ରସ୍ତୁତ ରହିଛି। ଅପରେସନ ସିନ୍ଦୁର ମାଧ୍ୟମରେ ଭାରତୀୟ ସେନା ଆତ୍ମନିର୍ଭରଶୀଳତା, ରଣନୈତିକ ସଂକଳ୍ପ ଏବଂ ଆଧୁନିକ ଯୁଦ୍ଧ କୌଶଳର ପ୍ରଭାବଶାଳୀ ପ୍ରଦର୍ଶନ କରିପାରିଛି। ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି, 1971 ମସିହାର ଯୁଦ୍ଧ ନ୍ୟାୟ ଏବଂ ସ୍ୱାଧୀନତା ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ଏହି ଯୁଦ୍ଧରେ ତିନି ସେନାବାହିନୀ ଅତୁଳନୀୟ ପ୍ରଦର୍ଶନ କରିଥିଲେ। ଯବାନଙ୍କ ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସେନାର ଦୃଢ଼ ସଂକଳ୍ପ ଏବଂ ନିଃସ୍ୱାର୍ଥପର ସେବା ଦେଶକୁ ସୁରକ୍ଷିତ ରଖିଆସିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଏହି ବିଜୟ ବିଶ୍ୱବ୍ୟାପୀ ମାନବତାକୁ ସୁରକ୍ଷିତ ରଖିବା ପାଇଁ ଏକ ଅନୁକରଣୀୟ ମଡେଲ ଭାବେ ରହିଆସିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ତିନି ବାହିନୀ ସମନ୍ୱୟ ରକ୍ଷା ମାଧ୍ୟମରେ ଇତିହାସ ସୃଷ୍ଟି କରିଛନ୍ତି ଏବଂ ଏହି ବିଜୟ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଦେଇଆସୁଛି। ଭାରତୀୟ ସେନାର ଅତୁଳନୀୟ ପ୍ରତିବଦ୍ଧତା, ଦେଶପ୍ରେମ ଏବଂ କର୍ତ୍ତବ୍ୟପରାୟଣତା ପକ୍ଷରେ ଶତ୍ରୁପକ୍ଷ ସବୁବେଳେ ନତମସ୍ତକ ହୋଇ ରହିଆସିଛି। ଆସନ୍ତୁ ଆଜିର ଦିବସରେ ଭାରତୀୟ ସେନାବାହିନୀକୁ କୋଟି ପ୍ରଣାମ ଜଣାଇବା।